କବିତ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ। ଖୁବ୍ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝଲସି ଉଠୁଥିଲା ରଙ୍ଗୀନ ରଙ୍ଗମଞ୍ଚ। ସୁନ୍ଦର ସାଜସଜ୍ଜାରେ ସମସ୍ତଙ୍କ ମନକୁ ବିମୋହିତ କରିଦେଉଥିଲା। ଦୁଃଖର ସାଗର ମଧ୍ୟରେ ସନ୍ତରଣ କରୁଥିବା ବ୍ୟକ୍ତି ମଧ୍ୟ କିଛି କ୍ଷଣ ପାଇଁ ହଜିଯାଇଥିଲେ ଏହି ରଙ୍ଗୀନ ପରିବେଶ ମଧ୍ୟରେ। ଆକାଶରୁ ଟିକିତାରା ଖସିଲା ପରି ରଙ୍ଗମଞ୍ଚରେ କୁନି କୁନି ପିଲାମାନଙ୍କ କଳାର ଯାଦୁ ସମସ୍ତଙ୍କୁ ପାଗଳ କରିଦେଉଥାଏ। ଫଗୁଣ ଦେଶର ଫୁଲରାଣୀ ଆସି ଅସରାଏ ରଙ୍ଗ ବୁଣିଦେଇ ସତେଅବା ଫଗୁଣ ଦଳିରେ ଦହଲାଇ ଦେଉଛି। ଇନ୍ଦ୍ରଧନୁର ସପ୍ତରଙ୍ଗରେ ରଙ୍ଗୀନ ହୋଇ ସମସ୍ତେ ଉପଭୋଗ କରୁଛନ୍ତି ରଙ୍ଗୀନ ଦୁନିଆର ସବୁଠାରୁ ଆକର୍ଷଣୀୟ କାର୍ଯ୍ୟକ୍ରମ ନୃତ୍ୟ ପସରା, ଯାହାକି ଆଜି ଚଳଚଞ୍ଚଳ କରିଦେଇଛି ସାରା ଅଞ୍ଚଳକୁ। ମନୋରଞ୍ଜନର ଋତୁ ଆସି ପ୍ରତ୍ୟେକ କଳାପ୍ରେମୀଙ୍କୁ ମାଧ୍ୟାକର୍ଷଣର ଇନ୍ଦ୍ରଜାଲରେ ବନ୍ଦୀ କରି ଭେଟି ଦେଉଛି ଅଜସ୍ର ନୃତ୍ୟ ପସରା। ଶୁଭ ଅପରାହ୍ନର ସୁମଧୁର ବେଳାରେ ଖୁବ୍ ମହାସମାରୋହରେ ପାଳିତ ହୋଇଯାଇଛି କବିତ୍ରାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ। କେନ୍ଦୁଝର ଜିଲ୍ଲା ସହରର ଅତି ନିକଟରେ ରହିଛି କବିତ୍ରା ଗ୍ରାମ। ସେହି କବିତ୍ରା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖୁବ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି ବିଦ୍ୟାଳୟର ମହାପର୍ବ ବାର୍ଷିକ ଉତ୍ସବ। ଏହି ବାର୍ଷିକ ଉତ୍ସବକୁ ଅଧିକ ଉତ୍ସାହିତ କରିବା ପାଇଁ ମୁଖ୍ୟ ଅତିଥି ଭାବେ କେନ୍ଦୁଝରଗଡ଼ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଶୈକ୍ଷିକ ସଂଯୋଜକ ସମଗ୍ର ଶିକ୍ଷା ଶ୍ରୀଯୁକ୍ତ ମାନସ ରଞ୍ଜନ ଦାସ, ବଧାପଳସା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ସୌଭାଗ୍ୟ କୁମାର ଦାସ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରାଣବଲ୍ଲଭ ଯଦୁମଣି ଦାସ ଯୋଗ ଦେଇଥିଲେ। ମୋ ସ୍କୁଲ ଅଭିଯାନର ସଭାପତି ଶ୍ରୀଯୁକ୍ତ ଜନାର୍ଦ୍ଦନ ସାହୁ ଉପସ୍ଥିତ ରହିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଡମ୍ବରୁଧର ସାହୁ ଯୋଗ ଦେଇଥିଲେ। ଖୁବ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ କବିତ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଥିଲା। ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ନୃତ୍ୟ ଅତିଥିମାନଙ୍କୁ ଖୁବ୍ ଆକର୍ଷିତ କରିଥିବା ବେଳେ ଦର୍ଶକମାନଙ୍କୁ ଖୁବ୍ ମନ୍ତ୍ରମୁଗ୍ଧ କରିଥିଲା। ଶିକ୍ଷା ଗ୍ରହଣ କରିବା ସହିତ ବିଦ୍ୟାଳୟର କୁନି କୁନି ପ୍ରତିଭାମାନଙ୍କ ଆକର୍ଷଣୀୟ କଳାକୁ ଉପଭୋଗ କରି ଅତିଥିଗଣ ଭୂୟସୀ ପ୍ରଶଂସା କରିଥିଲେ। ବାର୍ଷିକ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଖୁବ୍ ଉଚ୍ଚକୋଟୀର ହୋଇ ଉତ୍ସବ ମୁଖରିତ କରିବାରେ ସହାୟକ ହୋଇଥିଲା। କଳା କ୍ଷେତ୍ରରେ ସ୍ୱତନ୍ତ୍ରତା ରହିଥିବା ଯୋଗୁଁ ଶିକ୍ଷା ସହିତ କଳା ଉପରେ ମଧ୍ୟ ଧ୍ୟାନ ଦେବା ପାଇଁ ଅତିଥିମାନେ ଭାଷଣ ମଧ୍ୟରେ ପ୍ରକାଶ କରିଥିଲେ। କୁନି ପ୍ରତିଭାଙ୍କୁ ଅଧିକ ଉତ୍ସାହିତ କରି ଆଗାମୀ ଦିନରେ ଶିକ୍ଷା ସହିତ ଯେମିତି କଳାର ମହତ୍ତ୍ୱ ରଖିପାରିବେ ସେ ବିଷୟରେ ଧ୍ୟାନ ଦେବା ଆବଶ୍ୟକ ବୋଲି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମୁଖ୍ୟ ଅତିଥି ଅନୁରୋଧ କରିଥିଲେ। ଖୁବ୍ ଶୃଙ୍ଖଳାର ସହିତ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ଖୁବ୍ ଉତ୍ସାହିତ ଥିବା ଜଣାପଡ଼ୁଥିଲା। କେନ୍ଦୁଝରରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, ଏବି ନ୍ୟୁଜ୍।